শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত চতুর্থ স্কন্ধ পঞ্চদশ অধ্যায়। বেণ বাহুকু বিপ্রে মন্থু জাত হইলে তহু পৃথু তাহাଙ୍କ অভিষেক কথা 15 ଅଧ୍ୟାୟ ବାରତା। ମୈତ୍ରେୟ ଉବାଚ ନିର୍ମଳ ଦେଖି ବେଣଙ୍ଗ ପୁଣି ମନ୍ଥିଲେ ବାହୁ ଯୁଗ ନାରୀ ପୁରୁଷ ଏକ ମେଳେ ଜନ୍ମିଲେ ବେଦ ମନ୍ତ୍ର ବଳେ ସ୍ତ୍ରୀ ପୁରୁଷ ଦେହ ଦେଖି ବିଷ୍ଣୁର କଳା ଉପଲକ୍ଷୀ ଆନନ୍ଦ ମନେ ମୁନି ଗଣେ ଭାବେ କହନ୍ତି ଜଣେ ଜଣେ। ଋଷୟ ଉବାଚ ଦେଖ ଏ ପୁରୁଷ କାମିନୀ ଅଶେଷ ଭୁବନ ପାଳିନୀ। ଦେଖ ଏ ମିଥୁନ ଲକ୍ଷଣ ପ୍ରତ୍ୟକ୍ଷ ଲକ୍ଷ୍ମୀ ନାରାୟଣ। ବେଣର ବଂଶ ଏ ରଖିବ ଆନନ୍ଦେ ଭୁବନ ପାଳିବ। ପୃଥିତ ଯଶ କୀର୍ତ୍ତି ଯେଣୁ ଏହାର ପୃଥୁ ନାମ ତେଣୁ। ଏ ଯେ ସୁନ୍ଦରୀ ଶୁଭ୍ରଦନ୍ତୀ ମୁକ୍ତାର ପ୍ରାୟ ଦନ୍ତପନ୍ତି। ସକଳ ଗୁଣେ ଭୂଷିତ ବିରାଜେ ଯେ ସନେ ଆଦିତ୍ୟ। ରୂପେ ଅର୍ଚିତା ପୃଥୁ ଯେଣୁ ଏହାର ଅର୍ଚି ନାମ ତେଣୁ। ଏ ରାଜା ବିଷ୍ଣୁ ଅଂଶେ ଜାତ ସୁଗୁଣେ ଲୋକେ ବିଖ୍ୟାତ। ଏ ବାମା ଜାତର ମାରୂପେ ଜନ୍ମ ହୋଇଲା ଜନ ସୁଖେ। ଏହାକୁ ରାଜେ ରାଜା କରି ଏ ନାରୀ ରାଣୀ ରୂପେ ବରି। ମୈତ୍ରେୟ ଉବାଚ ଏତେ ବିଚାରି ଶୁଦ୍ଧ ମନେ ସ୍ତୁତି କରନ୍ତି ବିପ୍ରଜନେ। ଗନ୍ଧର୍ବେ ଗୀତ ନାଦ କଲେ ଦେବେ କୁସୁମ ବରସିଲେ। ଆନନ୍ଦେ ଗୀତ ନାଦ କରି ନୃତ୍ୟ କରନ୍ତି ଅପସରି। ଶଙ୍ଖ ମୃଦଙ୍ଗ ତୁରୀ ନାଦେ ଦେବେ ଦୁନ୍ଦୁଭି ବିଷ୍ଣୁ ପଦେ। ଦେବତା ପିତୃ ଋଷି ଗଣେ ମିଳିଲେ ହରଷିତ ମନେ। ଶକ୍ର ଯେ ପଦ୍ମ ଜନି ତୁଲେ ଦେବ ସମୂହେ ବିଜେ କଲେ। ଦେଖିଲେ ବେଣ ସୁତ ହସ୍ତ ବିଷ୍ଣୁର ଚକ୍ର ଚିହ୍ନ ଯୁକ୍ତ। ଚରଣେ ପଙ୍କଜ ଲାଞ୍ଛନ ସକଳେ କଲେ ଅନୁମାନ। ବିଷ୍ଣୁର ଅଂଶ ନିଶ୍ଚୟ ଜାଣି ବେଗେ ଆଣିଲେ ତୀର୍ଥ ପାଣି। ଅଭିଷେକର ଦ୍ରବ୍ୟ ଯେତେ ପ୍ରଜାଏ ଆଣି ଯେଝମତେ। ସମୁଦ୍ର ପର୍ବତ ସରିତ ସର୍ପ ବିହଙ୍ଗ ମୃଗ ଯୁଥ। ଧରଣୀ ଆଦି ପଞ୍ଚଭୂତେ ଯାହାର ଯେ ଅବାଉଚିତେ। ସକଳେ ନାନା ଦ୍ରବ୍ୟ ଆଣି ମୁନି ଆନନ୍ଦେ ବେଦ ଭଣି। ପୃଥୁକୁ ଅଭିଷେକ କଲେ ମଙ୍ଗଳ ନାଦେ ଅର୍ଚିତୁଲେ। ପୃଥୁକୁ କଲେ ମହାରାଜା ଶୁଭେ ବିରାଜେ ମହାତେଜା। କୁବେର ଦେଖି ତ ସମନେ ଦେଲା ସେ ସୁବର୍ଣ୍ଣ ଆସନେ। ବରୁଣ ଦେଲା ଛତ୍ର ଆଣି ଟେକନ୍ତେ ବରଷଇ ପାଣି। ସେ ଛତ୍ର ନାମ ଜଳସ୍ରବା ସ୍ୱଭାବେ ଦିଶେ ଶଶି ପ୍ରଭା। ଚାମର ସମୀରଣ ଦେଲା ଧର୍ମ ଦେବତା କୀର୍ତ୍ତିମାଳା।
ଇନ୍ଦ୍ର ମୁକୁଟ ଦେଲା ଶିରେ ସମନ ଦଣ୍ଡ ଦେଲା କରେ। ବ୍ରହ୍ମ କବଚ ବ୍ରହ୍ମା ଦେଲେ ଭାରତୀ ହାର ଲମ୍ବାଇଲେ। ଗୋବିନ୍ଦ ଚକ୍ର ଦେଲେ କରେ କମଳା ବସେ ତାର ଉରେ। ସୁବର୍ଣ୍ଣ ଦଶ ଚନ୍ଦ୍ର ଜୁତେ ରୁଦ୍ର ଖଡ଼ଗ ଦେଲେ ହସ୍ତେ। ଅମ୍ବିକା ଦେଲେ ଆଣି ଚର୍ମ ଶତ ଚନ୍ଦ୍ରରେ ଶୋଭମାନ। ଅମୃତମୟ ଅଶ୍ୱଆଣୀ ବିମାନ ଅର୍ଥେ ନିଶାମଣି। ପୃଥୁ ସମୀପେ ଆଣି ଦେଲା ସଙ୍ଗେ ତା ବିଶ୍ୱକର୍ମା ଥିଲା। ବିମାନ ନାନା ରତ୍ନେ ସାଜି ତହିଁ ଯୋଚିଲା ସେହି ବାଜି। ଅନଳ ଆଣି ଦେଲା ଧନୁ ରଶ୍ମି ନାରାଚ ଦେଲା ଭାନୁ। ବେନି ପାଦୁକା ଯୋଗମୟୀ ଚରଣ ତଳେ ଦେଲା ମହି। ଆକାଶ ଦେଲା ପୁଷ୍ପମାଳି ଆକାଶ ଚର ଗଣେ ମିଳି। ନୃତ୍ୟ ସଙ୍ଗୀତ ବାଦ୍ୟ ଯେତେ ଯେ ଅନ୍ତର୍ଧାନ ବିଦ୍ୟା ଜୁଟେ। ମିଳି ସକଳ ମୁନି ଗଣେ ଆଶିଷ ଦେଲେ ଜଣେ ଜଣେ। ସମୁଦ୍ର ଶଙ୍ଖ ଦେଲା କରେ ଯେ ନାଦେ ଦଶ ଦିଗ ପୁରେ। ସମୁଦ୍ର ଗିରି ନଦୀ ଯେତେ ବାଟ ଛାଡ଼ିଲେ ତାର ରଥେ। ସୁତ ମାଧବ ବନ୍ଦୀ ବେଳେ ପୃଥୁର ସମୀପେ ମିଳିଲେ। ସ୍ତୁତି ଉଦ୍ୟମ ତାଙ୍କ ଜାଣି ମେଘ ଗମ୍ଭୀର ମୃଦୁ ବାଣୀ। ଆନନ୍ଦେ ନିକଟେ ବସାଇ ପୃଥୁ କହନ୍ତି ଭାବ ବହି। ପୃଥୁବାଚ ଆହେ ମା ଗଧ ସୁତେ ଶୁଣ। ତୁଚ୍ଛା ଭବିଷ୍ୟ ସ୍ତୁତି ଭଣ। ଲୋକଙ୍କ ମଧ୍ୟରେ ମୋର ଗୁଣ ଅବ୍ୟକ୍ତ ରୂପେ ଅଛି ପୂର୍ଣ୍ଣ। ମୋର କର୍ତ୍ତବ୍ୟ କର୍ମ ଯେତେ ତୁମ୍ଭେ କହିବ ଭବିଷ୍ୟତେ। ମିଥ୍ୟା ବଚନେ କାର୍ଯ୍ୟ ନାହିଁ ମଧୁର ଭାଷୀ ତୁମ୍ଭେ ହୋଇ। ଏବେ ବିଷ୍ଣୁଙ୍କୁ ସ୍ତୁତି କର ଯାହା ଅଟଇ ମୋକ୍ଷ ଦ୍ୱାର। ଏମନ୍ତ ପୃଥୁର ବଚନ ଶୁଣି ସନ୍ତୋଷ ପ୍ରଜାଜନ। କହି ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଚତୁର୍ଥ ସ୍କନ୍ଧେ ବିଷ୍ଣୁବାଣୀ ଶୁଣି ସଂସାରୁତର ପ୍ରାଣୀ। इति श्रीमद् भागवते महापुराणे पारमहंस्यां संहितायां चतुर्थ स्कन्धे पृथुचरितं नाम 15 अध्याय।